से हे तो आमर अनुष्ठान विषय अवगत नथिबे सेथिपाई मु प्रथमे ये अनुष्ठान प्राणदाता ये अनुष्ठान मुरबी ये अनुष्ठान हत्याकर्ता दैव विधाता जार शारीरिक मानसिक आर्थिक साहाय्य ये अनुष्ठान को आज एत बड़ कर महान प्रतिभाशाली व्यक्ति से होती हिरण्य कुमार नाउरी मुझे निवेद विनम्र भाव में अनुरोध करी आज अनुष्ठान विवरणी को संपूर्ण भाव में आपण मान प्रदान करेंगे। सम्मानीय सभापति महोदय एवं मंचासीन अतिथि महाशय एवं मोर सामने बसिथिबा अभिभावक को मोर नमस्कार एवं मो आगे बसिथिबा छोट छोट भविष्यतर फूल माने सेमानक मोर आजिर एही 10म वार्षिक उत्सव तांको मध्य संबर्धना जनाऊँगी। जा हो आज 2025 मसीह अनुष्ठान आज 10 वर्ष पहुँची यह केवल अनुष्ठान को भल पाउथिबा एवं अनुष्ठान पाई जो मानकर महान कर्तव्य रही से मो हृदय अनेक अनेक शुभेच्छा। आज जहा मु 2023 प्राइवेट स्कूल एसोसिएशन रे मेंबर हो सारा पर जहा सार मानकर सहयोग आज आम ये अनुष्ठानटी आग को आहरी बढ़ी चली एवं सार मानकर सहयोग अनुष्ठानटी आज 2025 सरकार स्वीकृत प्राप्त हो सारी एवं संजीवनी विद्या मंदिर सार आमर अनुष्ठान जेतबले अनेक असुविधार सम्मुखीन होता व्यक्तिगत हिसाब से सारे ये अनुष्ठान प्रति विगत 3-4 वर्ष हम सार सहित आम टे संश्लिष्ट अच्छु एवं जाऊ सार आमर जो असुविधा समय से समय मत उपस्थित रही अनुष्ठान को सहयोग करते जितेबाला स्कूल कौन किसी प्रोब्लेम थिला तेणु से दिन गुड़िक बीती सारी जहाँ आज अनुष्ठान ये ठिया तेणु ये जगटा हूँ व्यक्तिगत जगह ये व्यक्तिगत जगह को स्वेच्छाकृत भाव जे कि मोर बापा समस्त घर परिवार मुरबी मानकर समस्त को मत नहीं आज अनुष्ठान करने ये अंचल शिशु मानकर विकास पाई जो त्याग करिसंती एवं मोर व्यक्तिगत भाव में मत सहयोग करुवा समस्त मोर अशेष अशेष धन्यवाद एवं ये अनुष्ठान को आज एत बाटे पहुँचे 2 जन आकाश सारे आ सुभाष सार अशेष अशेष धन्यवाद दिया आज एपर्यंत ये काम कर एवं हॉस्टेल परिचालना करने सुरेश दादा को अशेष अशेष धन्यवाद देवी जहाँ घर व्यक्तिगत काम को छाड़ी अनुष्ठान पाई समस्त समय देथिबारु एवं ये अनुष्ठान 2015 मसीहा एप्रिल 10 तारिख गोटे छोट कुड़िया घरे आरंभ होता एवं से घर को निजे सफासफी कर आरंभ करते अनुष्ठान जो
ସ୍ୱପ୍ନ ନେଇ ମୁଁ ଅନୁଷ୍ଠାନକୁ ଗଢ଼ି ତୋଳିଥିଲି। ତେଣୁ ସେ ସ୍ୱପ୍ନ କେବେ ପୂରଣ ହେବ ମୁଁ ଜାଣିନି। ଆଜି ପର୍ଯ୍ୟନ୍ତ ଗୋଟେ ପରେ ଗୋଟେ ଷ୍ଟେପ୍ ଚଢ଼ି ଚଢ଼ି ଚାଲିଛି। ଆଗକୁ କ'ଣ ହେବ, କେତେବେଳେ ବିପଦ ଆସିବ କହିବିନି। ଯେମିତି କରୋନା ମହାମାରୀ ଆସିଲା, ଅନେକ ସମସ୍ୟା ସୃଷ୍ଟି କରିଦେଇ ପଳେଇଗଲା। ସେଇବାକୁ ସଜାଡ଼ିବାକୁ ବହୁତ ସମୟ ଲାଗିଗଲାଣି ଏବଂ 2015 ପାଖରୁ 2025 ପର୍ଯ୍ୟନ୍ତ ଗୋଟେ ଲମ୍ବା ଜଣିକି ରହିଛି। ତା ଭିତରେ ଅନେକ କଷ୍ଟ ଯନ୍ତ୍ରଣା ବହୁତ ହେଇଛି, ଯାହାକୁ ସହି ଆଜିର ଏଇ ଦିନ ଆମେ ଦେଖିବାକୁ ପାଉଛୁ। ତେଣୁ ଅନୁଷ୍ଠାନଟି 2015ରେ ଗୋଟେ କୋଚିଂ ସେଣ୍ଟର ରୂପେ ପରିଗଣିତ ଥିଲା। 2018 ମସିହାରେ ଏକ ନୀଳକଣ୍ଠେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିଣତ କଲି ଏବଂ 2023 ମସିହାରେ ସ୍କୁଲ ଓପନିଂ ପରମିଶନ ଲେଟର ପାଇଲି ଏବଂ 2025ରେ ମଧ୍ୟ ମୁଁ COR ପାଇଲି। ଏତିକି ସମୟ ଭିତରେ ଅନେକ ଯେତିକି ସ୍କୁଲର ଇନଫ୍ରାଷ୍ଟ୍ରକ୍ଚର ଦରକାର ଚେଷ୍ଟା କରୁଛି 100ରୁ 100 ପୂରଣ କରିବା ପାଇଁ ଏବଂ ଗ୍ରାମାଞ୍ଚଳରେ ଗୋଟେ ଅନେକ ସମସ୍ୟା ଦେଖାଯାଉଛି। ସବୁ ପ୍ରକାର ସମସ୍ୟାକୁ ଧୀରେ ଧୀରେ ଚେଷ୍ଟା କରୁଛି ଯେମିତି ପିଲାମାନଙ୍କର କ'ଣ କ'ଣ ଦରକାର, ଯେ ସହରମାନଙ୍କରେ ଯେଉଁ ସ୍କୁଲର ସୁବିଧା ରହିଛି ଗ୍ରାମାଞ୍ଚଳରେ ମଧ୍ୟ ସେହି ପ୍ରକାର ସୁବିଧା ପାଇବେ ବୋଲି ମୁଁ ଅନେକ ଚେଷ୍ଟା ମଧ୍ୟ କରିଛି ଏବଂ କରିବା ପାଇଁ ଚେଷ୍ଟା କରିଛି ଏବଂ ଚାଲିଛି। ଆଗକୁ କେତେ ପିଲାମାନେ ଉପକୃତ ହେଉଛନ୍ତି ସେଟା ପିଲାମାନେ ହିଁ କହିବେ, ମୁଁ ତ କହିପାରିବିନି। ତେଣୁ ଆଜିର ଏ ଦିନରେ ଅଭିଭାବକମାନେ କିଛି ଅଛନ୍ତି, ସେମାନଙ୍କୁ ମଧ୍ୟ ମୋର କିଛି ଗୋଟେ ଉପଦେଶ ରହିବ ଯେ ପିଲାମାନଙ୍କୁ ଯେଉଁମାନେ ହଷ୍ଟେଲରେ ଆସୁଛନ୍ତି ବା ପିଲାମାନେ ସ୍କୁଲରେ ପଢ଼ିବାକୁ ଆସୁଛନ୍ତି, ଯେ ଗୋଟେ ଦାୟିତ୍ୱ ଦେଇଦେଇ ଆମେ ଛାଡ଼ିଦେଲେ ସାର୍ଙ୍କ ଦାୟିତ୍ୱରେ ସାର୍ ତାକୁ ପଢ଼େଇବେ ଏବଂ ଆମେ ଛାଡ଼ିଦେବୁ ମାନେ ସାର୍ ତାକୁ ଫାଷ୍ଟ କ୍ଲାସ୍ କରେଇଦେବେ, ସେଇଟା ବେଟର ନୁହେଁ। ଗୋଟେ ପିଲା ଭଲ କ୍ୟାରିୟର ଫାଷ୍ଟ କ୍ଲାସ୍ ବନେଇକିରି ଏଠୁ ପଳେଇଗଲେ ସେଇଟା ଠିକ୍ ହେବନି। ଆମେ ଗୋଟେ ପିଲାକୁ ଗୋଟେ ଭଲ ମଣିଷ କରିବା ଚେଷ୍ଟା, ଭଲ ମଣିଷ। ଗୋଟେ ଅନୁଷ୍ଠାନ ଆଜି ସଫଳତା ପାଇଗଲା, ଅନୁଷ୍ଠାନଟା କ'ଣ ପାଇଗଲା? ଖାଲି ଇନଫ୍ରାଷ୍ଟ୍ରକ୍ଚର ବଢ଼ିଯିବ, ପିଲା ବହୁତ ହେଇଯିବେ, ଅନୁଷ୍ଠାନ ଅଧିକ ଲାଭ କରିବ, ସେଇଟା ଅନୁଷ୍ଠାନ ସଫଳତା ନୁହେଁ। ଯେତେବେଳେ ଗୋଟେ ପିଲା ଏ ଅନୁଷ୍ଠାନରେ ପଢ଼ୁଛି, ପଢ଼ି ସାରିବା ପରେ ତାର ପଢ଼ାର ଶେଷ ପରେ ସେ ପିଲାଟି କ'ଣ କରୁଛି, ଖୁସିରେ ଅଛି କି ଦୁଃଖରେ ଅଛି, ପରିବାରର ସୁଖ ବୁଝିପାରୁଛି ନା ସମାଜର ସୁଖ ସେ ବୁଝିପାରୁଛି। ଯେତେବେଳେ ତାର ଶେଷ ସମୟରେ, ଯେତେବେଳେ ପଢ଼ିବାର ଶେଷ ସମୟ ସରିଯାଉଛି, ସେତେବେଳେ ସେ ପିଲାଟି ଯଦି ଗୋଟେ ସଫଳତା ପାଉଛି, ଗୋଟେ ଭଲ ମଣିଷ ହେଉଛି, ସେଇଟା ହେଉଛି ଅନୁଷ୍ଠାନର ସଫଳତା। କ୍ୟାରିୟର ଫାଷ୍ଟ କ୍ଲାସ୍ କରିଦେଇକିରି ଡିଗ୍ରୀ ବନେଇ ଗୋଟେ କାଗଜ ଖଣ୍ଡେ ପାଇଯିବା, ହୁଏତ କେଉଁମାନଙ୍କର ମତ ଥାଏ, ମୋର ସେ ମତ ନୁହେଁ ଯେ ଗୋଟେ ପିଲା ଫାଷ୍ଟ କ୍ଲାସ୍ ପାଇଯାଉଛି ତାର କ୍ୟାରିୟର ବନିଗଲା। ଭବିଷ୍ୟତରେ ଦେଖାଯାଇଛି ଫାଷ୍ଟ କ୍ଲାସ୍ ପାଇଥିବା ପିଲା ବି ଗୋଟେ କିରାଣୀ ଚାକିରି ପାଇଁ ଆପଣ ଦେଖିଥିବେ ନ୍ୟୁଜ୍, କିରାଣୀ ଆଉ ଗୋଟେ ପିଅନ ପାଇଁ ଡିପ୍ଲୋମା ବିଟେକ୍ ପିଲାଙ୍କର ଲମ୍ବା ଲାଇନ୍ ଲାଗିଯାଉଛି। ତେଣୁ ଶିକ୍ଷାଗତ ଯୋଗ୍ୟତା ଥାଉ, ସମସ୍ତେ ପ୍ରତିଯୋଗିତାମୂଳକ ଚାଲୁଛନ୍ତି, କିନ୍ତୁ ଗୋଟେ ଜିନିଷ ଦେଖିବାକୁ ଆମେ ପାଉନେ, ଗୋଟେ ପିଲା ସଂସ୍କାରୀ ହବାରେ କେତେ ପିଲା ଲମ୍ବା ଲାଇନ୍ ଲାଗୁଛି। ତେଣୁ ହୁଏତ ଯଦି ଅନ୍ୟ କେଉଁ ଲାଇନ୍ରେ ଦେଖିବ ଲମ୍ବା ଲାଇନ୍ ଥିବ, ସଂସ୍କାରୀରେ ଦେଖିଲା ବେଳକୁ ଏତେ ବି ନଥିବ। ତେଣୁ ସେଇଟା ଆମର ଅଭାବତ ହେଇଯାଉଛି। ସମୟ ଥିଲା ଗୋଟିଏ ଘରେ ଗୋଟିଏ କୁଡ଼ିଆ ଭିତରେ 4 ଭାଇ 5 ଭାଇ ଏକାଠି ରହୁଥିଲେ, ଗୋଟିଏ ଚୁଲି ଥିଲା, ଖଟ ତଳେ ଆଳୁ କାଣ୍ଡି ହେଇଥିବ। ସିଏ ଯେଉଁ ପରିବେଶ ଭିତରେ ବଡ଼ ଫ୍ୟାମିଲି ଭିତରେ କିଏ ଖାଇଲା ନ ଖାଇଲା ଆଜି ତା ଭିତରେ ଖୋଜା ହେଇକି ଡିବି ଆଇଲରେ ଚାଲିଥିଲା। ସମୟ ବହୁତ ବଦଳି ଯାଇଛି, ସମସ୍ତଙ୍କର ପର୍ସନାଲ ଘର ହେଇଯାଇଛି, ରୋଷେଇର ଗୋଟିଏ ଘର ହେଇଯାଇଛି, ସମସ୍ତଙ୍କର ସବୁ ହେଇଯାଉଛି। ପୁଣି ଅସୁବିଧା କୋଉଠି ରହୁଛି? ଆମ ମନ ଭିତରେ ଶାନ୍ତି ରହୁଛି। କାହିଁକି? ଯେତେ ବି ଆମେ ଚେଷ୍ଟା କରିବା ଯେ ଭଲରୁ ଭଲ ହବା ପାଇଁ, କିନ୍ତୁ ଗୋଟେ ଜିନିଷ ମନେ ରଖ ଯେ ଯେତେ ଆମେ ଫିଜିକାଲି ଖାଲି ଭଲ ଦେଖିଲେ ହବନି, ଆମର ମନୋବଳକୁ ସେଇଭଳିଆ ସୁଦୃଢ଼ କରିବାକୁ ପଡ଼ିବ। ଯେଉଁମାନେ ଆମର ଭବିଷ୍ୟତ,
आपण माने पिलामानक पाई समय देउछन्ति जदि जो पिला को भविष्य से पिला बापा बोली सम्मान करबनी माँ बोली सम्मान दबनी तेणु से पिला को जो पिला को बापा माँ टी कष्ट करी पाठ पढ़ेला भविष्य में बड़ हेले से मते टिके सेवा करिवो जो आशा गोटे बापा माँ शेष इच्छा कौन थाए मु मला बेले मो पुओ मो पाखे थी मुझे देखी यहीटा आमर स्वप्न किंतु आज शिक्षागत योग्यता एत बढ़ी जाइए ऑनलाइन रे सबदा कम कार्यक्रम चल बाप ये पढ़ा पुओ से ऑनलाइन रे देखुची समय नहीं बापर सबरे टिके निया देवा शेष मुहूर्त तेणु आजिका डेट्रे आपण मैंने टिके अभिभावक मान गोटे कथा कहूँ जे पिला को संस्कारी होगा गोटे प्रथम चेष्टा करूँ संस्कारी हूँ प्रथम खाली आम क्या दायित्व देदेवा सी दायित्व पूर्ण करदे आम फ्री पिला टे समय देवे समय आसव आपण चाहूबे आप पिला समय दवाई पिला पाखे समय नथिबो तेणु पिला केमी आपण मैंने खाली स्कूल को छाड़ीदे स्कूल शिखे देवे ये परिवेश को आसिले पिला मुंड बाणी नमस्कार होती आपण मैंने कहतु पिला घर को जाऊँगी से परिवेश भितर पिला कहीं मुंड बाणी नमस्कार होनी आर कारण आपण मैंने जानते सी परिवेश जब सी देख मो बापा को तू ता कहूँ बे बा कहूँ सदुची मु कौन करी पिला शिखब कौन तेणु जो खाली ये छाड़ीदे आम पिला संस्कारी हो स्कूल ठिका नहीं पिला संस्कारी कर छाड़ा नुहे प्रथम कर्तव्य हूँ अभिभावक सी हूँ पिला प्रथम गुरु सी जो शिक्षा देवे पिला सेमती आसे एटी तो 3 वर्ष पढ़े 5 वर्ष पर पिला पढ़े तेणु अभिभावक मान गोटे कथा कहबी जे पिला जो आज मैट्रिक पिला किसी पिला परीक्षा देवे परीक्षा दे सारा पिला को अभिभावक मान भाई तू साइंस पढ़ू तू डॉक्टर हो तू इंजीनियर हो पिला को जब फोकस करवा पिला मानसिक चाप रही गोटे पिला तार साइंस से पारे आम जबरदस्त साइंस पढ़ेगा आम चाहिए पिला कौन चाहूँ पिला कौन पढ़ो सेटा हूँ आम मत मो पिलार स्टांडार्ड ये बाप ताक मेजरमेंट कर माँ ताक मेजरमेंट कर पुओ को पचार बाबा तो कौन कले तू जापर तोर लक्ष्य कौन अच्छी ना मोर तो पैसा अच्छी मुझे साइंस पढ़ेगी से बीटेक करी अमक मन भर अनेक कष्ट आसी था तेणु पिला पचारे जेकोसी पिला पाठ ना ना निश्चित गोटे किसी एक्सट्रा गुण थी जो गुण पिला को लेकिन कामयाबी शेष भितर पहुंचे सफलता कारण सी से बेसी पारदर्शिता आम से जिन फोकस करवा सपोर्ट दबा से पिला आहरी आगे को तेणु कौन पिला भावनी जे तुम मान पाखरे कौन भी एमती किसी मुझेनी मो द्वारा हुएनी एवं मुझे चाहिए आगे किसी करें तेणु सी फास्ट फास्ट पाइला मुझे पाइबी या कारण नुहे एमती भी तुम शुणुव अनेक गल्प मध्यम मुझे गोटे छोटिया गप कह पिला मन रख जस्ट अल्प सर सार मान अच्छा कहे काऊ को जान काऊर रंग हूँ कला काऊर रंग हूँ कौन कला काऊ कहूँ मो जीवनटा मत सबुठ बेकार मु निजक धिकार कर मो क्या शब्द शुणिले लोक मैंने मो विरक्त होती निजक कला थी भल देखा जाऊनी मुझक सपोर्ट पाई निजक छोट अनुभव करे तेणु सी कौन कला दिने भगवान ब्रह्मा को भेटिला कहले ब्रह्मा तमें सृष्टि कल तमें मत काऊ कहीं गल ना कौन असुविधा है तू कौन हवा चाहूँ ना तमें देखनी तमें जो हंसटा को बनईच सी हंसटा केमी धड़ा देखा जाऊँगी धोबी फर फर देखा जाऊँगी कि दृश्य से ओह मन कौन भई जाती नुह ता जो ठड़ ठड़ मेघ बंका कर बोली दौर लोक मैंने पूरा लक्ष्य कर मत तुम हंस कहीं गलनी तुम मत काऊ कहीं गल बोले ठीक अच्छे मुझे बर्तमान हंस करदेवी हंस करने पूर्व तू टे हंस को जा पचारि आसेनी सी जो जन्म नहीं सी जो रूप धारण कर सी शांति अच्छी कि दुखर गला का हंस हंस
ପହଁରୁଛି, କିଛି ପିଲା ସେଲ୍ଫି ଉଠାଉଛନ୍ତି। ତେଣୁ ଯେତେବେଳେ ସେଠି ଯାଇ ହଂସ ପାଖରେ ପଚାରିଲା କା କା କରି, ହଂସକୁ ପଚାରୁଛି କଣ ଭାଇ ତୋର ତ ବଢିଆ ଆଉ କଣ, ତୁ ତ ବହୁତ ଖୁସିରେ ଅଛୁ, ତୋତେ ଲୋକ ଦେଖିବାକୁ ଆଉଛନ୍ତି, ତୋ ତୋ ଧୋବି ଫରଫର। କହିଲା ଭାଇରେ ତୁ ମତେ କହନା କହନା, ମତେ ଭଗବାନ କାହିଁକି ହଂସ ଦେଲେ କହନି, ମୁଁ ହଂସ ଦେବା ତୋର ପୁଣି କଣ ଦୁଃଖ ଅଛି? ନା ହଁ ମୋର ଦୁଃଖ ଅଛି। ତୋର କି ଦୁଃଖ? ନାଇଁ ପିଲାମାନେ ବା ମତେ ସବୁବେଳେ ଦେଖିବାକୁ ଚାହୁଁଛନ୍ତି ଧଳା ଫରଫର ରଙ୍ଗ, ଟେକା ଫୋପାଡୁଛନ୍ତି ଯେ ମୋ ଦେହ ଅଣ୍ଟା ଫଣ୍ଟା ଭାଙ୍ଗି ଗଲାଣି ସବୁ, ସେତିକି ନୁହଁ। ଏବଂ ତୋର ତ କୋଉଠି ଇଚ୍ଛା ହେଲେ କୁଆଡେ ଉଡିବ, ଉଡି ପାରିବୁ, ମୁଁ ଏଇଠି ରହିବୁ। ତେଣୁ ମୁଁ ବି ଖୁସି ନାହିଁ। ତୁ ପୁଣି କଣ ଚାହୁଁଛୁ? ନା ହଁ ମୁଁ ଚାହୁଁଛି। କଣ ଚାହୁଁଛୁ? ନା ଶୁଆକୁ ଦେଖିବି, ଶୁଆ ପୁରା କେମିତି ସବୁଜ ବର୍ଣ୍ଣର ହେଇଛି, ଥଣ୍ଟ ନାଲିଆ ହେଇଛି, କି ସୁନ୍ଦର, ଲୋକମାନେ ତାକୁ ନେଇକି ଖାଇବା ପିଇବାକୁ ଦଉଛନ୍ତି, ଲୋକମାନେ ପୁରା ଆକର୍ଷିତ ହଉଛନ୍ତି। ମୁଁ ତ ସେଭଳିଆ ନୁହଁ। ତୋର ବି ମନରେ କିଛି ଅଛି, ହଉ ଚାଲ ଯିବା। ସିଏ ବି ଶୁଆ ପାଖକୁ ଗଲେ, ଶୁଆକୁ କହିଲେ ତୋର ତ ଭଲ ଆଉ କଣ। ତେଣୁ ଯେତେବେଳେ ଶୁଆ ପାଖକୁ ଗଲେ ଶୁଆର ବି କିଛି ଦୁଃଖ ଥାଏ। ଶୁଆ କହୁଛି ଆରେ ମୁଁ କଣ ଭଲ ଅଛି, ମୋର ତ ଯୋଉ ରଙ୍ଗ ଭଗବାନ ଦେଇଛନ୍ତି ପତ୍ର ସାଙ୍ଗରେ ମୁଁ ମିଶି ଯାଉଛି, ଆଉ ମୋର କୋଉଠି ରଙ୍ଗ ଆସିବ? ଯାହା ହେଲା ହେଲା, ଯୋଉ ଲୋକମାନେ ଯଦି ମତେ ଧରି ଦଉଛନ୍ତି ପଞ୍ଜୁରୀରେ ନେଇ ପୁରେଇ ରଖିଦେବେ, ଗଲା ବନ୍ଦୀ ହେଲି, ଆଉ ବାହାରିବାର ପ୍ରଶ୍ନ ନାହିଁ। ନା ମୋର ଏତିକି ଏଡ଼ିକିଟି ସରେ କଣ ହବ? ନା ତୋର ବି ମନରେ କଣ ଆଶା ଅଛି? ହଁ ମୋର ବି ମନରେ ଆଶା ଅଛି। ନା କଣ କହିବାକୁ ଚାହୁଁଛୁ? ନା ମୁଁ ମୟୂର ଟିକେ, ମୟୂର ଯୋଉ କେତେ କଲର, ମେଘକୁ ହେଇଗଲେ ନାଚିବ ନର୍ତ୍ତକୀ ଭଳିଆ, ଓ ତା ଭଳିଆ ଦୃଶ୍ୟ କୋଉ ନାହିଁ। 3 ଜଣ ସାଙ୍ଗ ହେଲେ ମୟୂର ପାଖକୁ ଗଲେ। ତେଣୁ ମୟୂର କରୁଛି ଆରେ ମୁଁ ବି ଭାଇ ଶାନ୍ତିରେ ନାହିଁ। କାହିଁକି? ଯେତେବେଳେ ମୟୂର ପାଖକୁ ଯାଇଛନ୍ତି, ଭାଇ କହୁଛୁ ଦେଖ ଦେଖ ଦେଖ, କିଛି ଗୋଟେ ଶବ୍ଦ ହଉଥାଏ, ଶବ୍ଦ ଭିତରେ ଦେଖିଲା ବେଳକୁ କିଛି ଶିକାରୀ ତା ମାଆକୁ ମାରି ଦଉଥାନ୍ତି, ମାରିକିରି ତାର ଯୋଉ ମୟୂର ପୁଚ୍ଛ, ସେ ପୁଚ୍ଛକୁ ନେଇକିରି ପଳେଇ ଯାଉଥାନ୍ତି। ତେଣୁ ସେ ଯୋଉ ମୟୂର ପୁଚ୍ଛକୁ ମାରିକିରି ମୟୂରକୁ ନବା ଏବଂ ଦେଶ ବିଦେଶରେ ବିକ୍ରି କରିବା, ଏ କଥା ତ ସମସ୍ତେ ଜାଣନ୍ତି। ଏବଂ ସେ ଯେତେବେଳେ ସେ ଜିନିଷ ତାଙ୍କ ଆଖି ଦୃଶ୍ୟ ଦେଖୁଛନ୍ତି, ଦେଖ ଭାଇ ମୋ ଲାଇଫଟା କଣ, ଖାଲି ମୋ ରୂପ ସୁନ୍ଦର ହେଇଗଲେ ହବନି। ତେଣୁ ସମସ୍ତେ ସେଇଠି କହିବେ, ଯେତେବେଳେ ପୁଣି ମା ପାଖକୁ ସମସ୍ତେ ଆସିଲେ, କହିଲେ ମୁଁ କାଉ ହେଇଥିଲେ ଭଲ ହେଇଥିଲା। ମୟୂର ଶେଷ ବେଳେ କହୁଛି ରେ କାଉ କଣ? ନା ତୋର କଣ ଅସୁବିଧା ଅଛି କହ? ତୋତେ କୋଉ ଲୋକ ସ୍ୱୀକାର କରୁଛନ୍ତି, ତୋତେ କୋଉ ଲୋକ ନେଇକିରି ପୋଷାକ ନେଇ ରଖୁଛନ୍ତି, ତୁ ମୁକ୍ତ ଆକାଶରେ ବୁଲୁଛୁ, ତୋର କଣ ଅସୁବିଧା ଅଛି କହ? ଜୀବନରେ ଶୁଣିଛି ତୁ। ତେଣୁ ମୋର କହିବାର କଥା, ଆମ ପିଲାମାନଙ୍କ ପାଖରେ ଯାହା ବି ଗୁଣ ଅଛି କାହା ସହିତ ତୁଳନା କରନ୍ତୁ। ସେ ଅମକ ପୁଅ ଫାଷ୍ଟ କ୍ଲାସ ପାଇଗଲା, ଟପର ହେଇଗଲା, ତୁ ଏଇଠି ଖାଲି ବସିକିରି ଖାଲି ଏହା କର ନାଇଁ। ପିଲାଙ୍କୁ କାହା ସହିତ ତୁଳନା କର। ଭଗବାନ ସୃଷ୍ଟିରେ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି, ସମସ୍ତଙ୍କ ମୁହଁକୁ ସମାନ କରିନାହାନ୍ତି, ସେ ତ ସମସ୍ତଙ୍କୁ ସମାନ କରିଦେଇଥାନ୍ତି। ତେଣୁ କାହିଁକି ଭିନ୍ନ ଭିନ୍ନ? ଆମ ଭିତରେ ସମସ୍ତଙ୍କ ପାଖରେ ଗୋଟେ ସ୍ୱତନ୍ତ୍ରତା ରହିଛି, ଯୋଉ ସ୍ୱତନ୍ତ୍ରତା ପିଲାଙ୍କୁ ଭିତରେ ନିଶ୍ଚିତ କିଛି କିଛି ଗୁଣ ଅଛି ଯାହାକୁ ନେଇ ପହଞ୍ଚେଇବା। ତେଣୁ ଆମମାନଙ୍କର ଅଭିଭାବକ ମାନେ, ଶିକ୍ଷକ ମାନେ ଏବଂ ଯୋଉମାନେ ପିଲାର ମଙ୍ଗଳ ଚାହୁଁଛନ୍ତି, ସେମାନେ ପିଲାଙ୍କର ସେଇ ଜିନିଷଟାକୁ ଧରିବା ଦରକାର, ଯୋଉ ଜିନିଷରେ ପିଲା ଆଗକୁ ଯିବ, ସେଇଥିରେ ସେ କାମୟାବୀ ହେବ ଏବଂ ସଫଳତା ପାଇବ। ପିଲାଙ୍କର ଖୁସିଟାକୁ ଆମେ ଦେଖିବା, ପିଲା କୋଉଟା ଚାହୁଁଛନ୍ତି ତାକୁ ଆମେ ଦେଖିବା। ତେଣୁ ଗୋଟେ ଅନୁଷ୍ଠାନ କରିବାକୁ ନେଇ ପିଲାମାନଙ୍କ ଭିତରେ କଣ ରହୁଛି ସେଇଟା ମୁଁ ବର୍ତ୍ତମାନ ମୋର ପ୍ରକାଶ କଲି ଏବଂ ଅଭିଭାବକ ମାନେ ଚେଷ୍ଟା କରିବେ ତାକୁ ବୁଝିବା ପାଇଁ ଏବଂ ଆକୁ କାମରେ ଲଗେଇବେ ବୋଲି ମୋର ବିଶ୍ୱାସ। ଏବଂ ସମୟ ଏଠି ବହୁତ ହେଇଗଲାଣି, ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜୟ।